ଆଦି ବାବୁ କେମିତି ଅଛ? ଆଜ୍ଞା ରାଜୀବ ଭଲ ହଁ ଆଇଥିଲି ବୋଲି ସେ ଯୋଉ ପଇସା ଦେଇଥିଲି ଯୋଉ ହାଟ ପଇସା ଯୋଉ ଭାଇ ଦେଇଥିଲେ କୋଉ ପଇସା? ସେ ଭାଇ 4000 ଟଙ୍କା ଦେଇଥିଲି ମତେ ଦେଇଥାନ୍ତା ଆଜି ଯାଇଥାନ୍ତି ଜିନିଷ କିଣିବାକୁ। ତମ ବାରମ୍ବାର ରାଜୀବ କହିଛି 5ଟା ଲୋକ ଆଗରେ ମୋତେ ପଇସା ମାଗିବନି। ମୁଁ ଏକୁଟିଆ ଥିଲା ମୋତେ ମାଗିବ। 5ଟା ଲୋକ? ହଁ ଆମେ ତ 2 ଜଣ ଅଛନ୍ତି 5ଟା ପୁଣି କିଏ? ଇଏ କିଏ? ଇଏ ତ ଇଏ ତ ଫ୍ୟାନ। ଫ୍ୟାନ ଶୁଣୁନି? ଫ୍ୟାନ କେମିତି ଶୁଣିବ? ପବନ କେମିତି ଦଉଛି? ହଁ ସେଟା ବି ସତ। ଇଏ କିଏ? ବିଲେଇ ଛୁଆ। ବିଲେଇ ଛୁଆ ମାଲିକ କିଏ? ତମେ। ଏ ଯୋଉ ମିଆଁ ମିଆଁ ହଉଛି କଣ ପାଇଁ ହଉଛି? କଣ କହୁଛି? ସେ ଶୁଣିଦେଲା ତା ଆଗରେ ମୁଁ ଇଜ୍ଜତ କଣ ରହିଲା? ଆଉ ଜଣେ ସେଠି ଦେଖ କିଏ? ଉପରେ ଦେଖ ସିସି କ୍ୟାମେରା ସିଏ ବି ଶୁଣୁଛି। ସେ ସବୁ ଦେଖୁଛି ଶୁଣିବ କଣ? ତମେ ମତେ ସିଧା ସିଧା କୁହ ମତେ ପଇସା ଦବନି? ପଇସା ଦେବି ତମକୁ କହିଛି ମୋତେ ଏକୁଟିଆ ଦେଲା ମୋତେ ମାଗିବ। ହଉ ଠିକ ଅଛି ହଉ ଏକୁଟିଆ ଥିଲା ବେଳେ ଆସି ମାଗିବି ଆଉ। ହଉ ଶୁଣ ବାବା ରାଜୀବ କଣ? ଟଙ୍କା 500 ଖଣ୍ଡେ ଏବେ ହବ କି? अबे साले ତମେ ତ 5000 ନେଇଛ ମତେ ଏଯାଏ ଫେରେଇନ 500 ଟଙ୍କା ପୁଣି ମୁଁ ତମକୁ ଦେବି? ଖରାପ ଲାଗୁନି ଆଉ ପାଇବନି ମାନେ? ଆଉ ସେ 5000 ଟଙ୍କା ପାଇବନି। କାହିଁକି? ତମ ବାରମ୍ବାର ମନା କରୁଛି 5ଟା ଲୋକ ଆଗରେ ମୋତେ ମାଗିବନି। ତମ ଆଡ୍ରେସ ଯାଇନି ପୁଣି ମାଗିଲ ଆଉ ପାଇବନି। ଯେତେବେଳେ ପାଇବ ମୁଁ ଏକୁଟିଆ ଥିଲା ମୋତେ ମାଗିବ। ଆଚ୍ଛା 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 ତମେ ଏକୁଟିଆ କେତେବେଳେ ରହୁଛ? ମୁଁ କେବଳ ଗାଧେଇଲା ବେଳେ ଏକୁଟିଆ ରୁହେ। ଗାଧେଇଲା ବେଳେ? ଆଚ୍ଛା ଆଚ୍ଛା ତମେ କେତେବେଳେ ତାହେଲେ ଗାଧାଅ? ସବୁ ଠିକ ନାହିଁ ନା ଲୋକଙ୍କଠାରୁ ପଇସା ଆଣିଛି କିଏ ଆସିବ ଦୁଆରକୁ ମାଗିବାକୁ 3ଟା ବେଳେ ଗାଧାଏ 5ଟା ବେଳେ ଗାଧାଏ 4ଟା ବେଳେ ଗାଧାଏ ଗୋଟେ ଗୋଟେ ଗାଧାଏନି। ତମେ ଜାଣିଥିବ କେତେବେଳେ ପଇସା ମାଗିବ ଯା। ହଁ ଏବେ ତୁ ଖୁସିଆକୁ ଡାକେ ହେଲା ଖୁସିଆର ମୋର କଥା ହବ ତାଠୁ ଟଙ୍କା 2-4 ମାଗିଲେ କ୍ଷୀର କେମିତି ପିଇବୁ?